ଆଜିର ଜହ୍ନମାମୁଁର କାହାଣୀର ନାଁ ରାଜଦର୍ଶନ। କୌଶମ୍ବୀ ନଗରୀରେ ଥିଲେ ଜଣେ ପଣ୍ଡିତ, ନାମ ରାମ ଶର୍ମା। ସେ ଦେବୀ ସରସ୍ୱତୀଙ୍କ କୃପା ପାଇଥିଲେ ସତ, କିନ୍ତୁ ଦେବୀ ଲକ୍ଷ୍ମୀଙ୍କ କୃପା ତାଙ୍କୁ ମିଳିନଥିଲା। ସେ ଯାଇ ରାଜାଙ୍କୁ ଭେଟିଲେ। ରାଜା ପଣ୍ଡିତ ରୂପେ ନିଯୁକ୍ତି ପାଇବେ ଏଇ ଆଶା କଲେ। କିନ୍ତୁ ତାଙ୍କୁ ଲୋକେ କହିଲେ, ତମେ ସିନା ରାଜାଙ୍କ ସହ ଦେଖା କରିପାରିଲେ ଯାଇ ରାଜପଣ୍ଡିତ ପଦ ପାଇବ, କିନ୍ତୁ ରାଜାଙ୍କ ଦେଖା ପାଇବ କିପରି? ପଣ୍ଡିତ କହିଲେ, କାହିଁକି ଦରବାରକୁ ଯାଇ ରାଜାଙ୍କୁ ଭେଟିବି। ଲୋକେ କହିଲେ, ଆରେ ଭାଇ, ଦରବାରକୁ ଯିବାକୁ ହେଲେ ତ ପୁଣି ପୁଞ୍ଜି ଦରକାର। ତମର ପୁଞ୍ଜି ଅଛି ତ? ତାପରେ ସେ ପଣ୍ଡିତଙ୍କ ସରଳତା ଯୋଗୁଁ ହସିଦେଲେ। ପଣ୍ଡିତଙ୍କର ପୁଞ୍ଜି ନଥିଲା, କିନ୍ତୁ ସେ ଦବି ନ ଯାଇ ରାଜପ୍ରସାଦରେ ଯାଇ ପହଞ୍ଚିଲେ। ତାପରେ ଚୁପଚାପ ପ୍ରସାଦ ଭିତରକୁ ପଶିବାକୁ ଯାଉଛନ୍ତି, ଦ୍ୱାରରକ୍ଷୀ ତାଙ୍କୁ ଅଟକାଇ ଦେଇ ତାପରେ ହାତ ପତାଇ ରହିଲା। ପଣ୍ଡିତେ କହିଲେ, କଣ ବାବୁ, ମୁଁ ରାଜାଙ୍କୁ ଭେଟିବାକୁ ଯାଉଛି। ଦ୍ୱାରରକ୍ଷୀ କହିଲା, କିଏ ମନା କରୁଛି? ଆଗେ ତ ମତେ ଭେଟିବ, ମୋ ପରେ ପୁଣି ଆଉ 3 ଜଣ 3 ଦ୍ୱାର ଆଗରେ ଅଛନ୍ତି। ପଣ୍ଡିତେ କିଛି କହିଲେ ନାହିଁ। ସେ ପ୍ରସାଦ ଆଗରେ ଠିଆ ହୋଇ ବଡ଼ ପାଟିରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ କହିଲେ, କିଏ କହେ ଆମ ରାଜା ପୁଣ୍ୟାତ୍ମା, ରାଜା ଅଧର୍ମିକ, ରାଜା ନ୍ୟାୟ ବିଚାର କ'ଣ ଜାଣନ୍ତି ନାହିଁ। ଏ ରାଜା ସିଂହାସନ ଛାଡ଼ିଦେଇ ଅନ୍ୟ କୌଣସି କାମ କରିବା ଉଚିତ। ସେ ଅବିବେକୀ। ଜଣେ ଅଧେ ବାଟୋଇ ଆଉ ରାଜକର୍ମଚାରୀ ପଣ୍ଡିତଙ୍କୁ ଧମକ ଦେଇ କହିଲେ, ତୁମେ ଏଭଳି କହୁଛ କେଉଁ ସାହସରେ? ପଣ୍ଡିତ କହିଲେ, ନିଶ୍ଚୟ କହିବି। ଯାହା କହୁଛି ତାହା ରାଜାଙ୍କୁ ମୁହେଁ ମୁହେଁ କହିବାକୁ ମଧ୍ୟ ମୁଁ କୁଣ୍ଠାବୋଧ କରିବି ନାହିଁ। ପଣ୍ଡିତଙ୍କର ସେ ଅଦ୍ଭୁତ କାଣ୍ଡ ରାଜା ଶୁଣିଲେ। ସଙ୍ଗେ ସଙ୍ଗେ ସେ ଧରା ହୋଇ ଦରବାର ଭିତରକୁ ନିଆ ହେଲେ। ରାଜା ପଚାରିଲେ, ପଣ୍ଡିତେ, ତମେ ଅନ୍ୟାୟରେ ମୋର ସମାଲୋଚନା କରିବାକୁ ସାହସ କଲ କିପରି? ପଣ୍ଡିତେ କହିଲେ, ଆପଣ ବିବେକୀ, ସେହି ସାହସରେ କଲି। ରାଜା ପଚାରିଲେ, ମୁଁ ଯଦି ବିବେକୀ, ତେବେ ତମେ ମୋତେ ଅବିବେକୀ ବୋଲି କହୁଥିଲ କାହିଁକି? ପଣ୍ଡିତେ କହିଲେ, ମହାରାଜ, ସେପରି ନ କହିଲେ ଆପଣଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି କିପରି? କିନ୍ତୁ ଥରେ ଭେଟିଲେ ଆପଣଙ୍କ କର୍ମଚାରୀମାନଙ୍କ ଦୁର୍ନୀତି ବିଷୟ ଜଣାଇବି। ଆଉ ସବୁ ଜାଣିଲେ ଆପଣ ମୋତେ କ୍ଷମା କରିବେ, ଏଇ ଭରସା ମୋର ଥିଲା। ଏହାପରେ ସେ ରାଜାଙ୍କୁ ସବୁ କଥା ଜଣାଇଲେ। ରାଜା ସେହି ମୁହୂର୍ତ୍ତରୁ ତାଙ୍କ କର୍ମଚାରୀଙ୍କ ଦୁର୍ନୀତି ବିଷୟରେ ସଚେତନ ହେଲେ, ଆଉ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କୁ ଦଣ୍ଡ ଦେଲେ। ଆଉ ପଣ୍ଡିତେ ସଙ୍ଗେ ସଙ୍ଗେ ଦରବାରରେ ନିଯୁକ୍ତି ପାଇଲେ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗପ ରାଜଦର୍ଶନ।